नमस्कार बंधुगण आपण समस्त को टीबीसी ओडिया चैनल रे स्वागत। बंधुगण आज मु ए वीडियो माध्यम रे एमिति एक चमत्कारी मोहिनी विषय कहबा को जाउछि जहा केवल आपण सिंदूर माध्यम रे तैयारी करि परिबे। देखंतु एही दुनिया एमिति अनेक व्यक्ति माने चाहंती से माने निज मथारे सिंदूर लगाई समस्त को मोहित करिबा पाई, किंतु सिंदूर माध्यम रे जे कोनोसी असाध्य कार्य को सुसाध्य करि हुए। बंधुगण ଏହି ବଶୀକରଣ ମୋହିନୀଟି ଆପଣ ଯାହାକୁ ଚାହିଁବେ ତାହାକୁ କରିପାରିବେ। ଦେଖନ୍ତୁ, ଯଦି ଆପଣ କୌଣସି ଜାଗାକୁ ଯାଉଛନ୍ତି, ଯଦି ଆପଣ ଚାହାନ୍ତି ସମସ୍ତ ଲୋକଙ୍କୁ ମୋହିତ କରିବା ପାଇଁ ନିଜର ହାତ ମୁଠାରେ ରଖିବା ପାଇଁ, ତାହେଲେ ମଧ୍ୟ ଏହି ମୋହିନୀଟି ଆପଣ ବ୍ୟବହାର କରିପାରିବେ। ତା ସହିତ ନିଜର କୋର୍ଟ କଚେରୀ ମାଲି ମୁକଦ୍ଦମା ସମସ୍ୟା ଏବଂ ଶତ୍ରୁକୁ ନିଜର ଗୋଡ଼ ତଳେ ରଖିବାକୁ ଚାହୁଁଛନ୍ତି, ତାହେଲେ ମଧ୍ୟ ଏହି ମୋହିନୀଟି କାମ କରିବ। ତା ସହିତ ଯେକୌଣସି ଝିଅ, ଯେକୌଣସି ପୁଅ, ଯେକୌଣସି ସ୍ତ୍ରୀ, ଯେକୌଣସି ବ୍ୟକ୍ତିକୁ ମଧ୍ୟ ଆପଣ ଅତି ସହଜରେ ମୋହିନୀ କରିପାରିବେ ଏହି ସିନ୍ଦୁର ମୋହିନୀ ମାଧ୍ୟମରେ। ତ ଚାଲନ୍ତୁ ଭିଡ଼ିଓଟିକୁ ଫଟାଫଟ ଷ୍ଟାର୍ଟ କରିକି ଜାଣିନେବା ସେହି ଚମତ୍କାରୀ ମୋହିନୀଟି। କିନ୍ତୁ ତାରି ପୂର୍ବରୁ ଆପଣମାନଙ୍କୁ ମୋର ଗୋଟିଏ ଅନୁରୋଧ, ଯଦି ଏହି ଚ୍ୟାନେଲକୁ ପ୍ରଥମ ଥର ଦେଖୁଛନ୍ତି ଦୟାକରି ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଆସିଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ଏହି ଚ୍ୟାନେଲ ମାଧ୍ୟମରେ ଯେତେ ପ୍ରକାରର ମନ୍ତ୍ର ଯନ୍ତ୍ର ତନ୍ତ୍ର ବିଷୟରେ ନୂଆ ଭିଡ଼ିଓ ଆସିବ ଆପଣଙ୍କୁ ଶୀଘ୍ର ପହଞ୍ଚି ପାରିବ। ତା ସହିତ ଆପଣ ଏହି ଭିଡ଼ିଓଟିକୁ ଦୟାକରି ଲାଇକ୍ ମଧ୍ୟ କରନ୍ତୁ, କାରଣ ଆପଣମାନେ ହଜାର ହଜାର ସଂଖ୍ୟାର ଭିଡ଼ିଓଟିକୁ ଦେଖିଦିଅନ୍ତି ସତ, କିନ୍ତୁ ଲାଇକ୍ ନ କରିକି ଚାଲିଯାଆନ୍ତି। ତ ଆପଣମାନଙ୍କୁ ଏତିକି ଅନୁରୋଧ, ଏହି ଭିଡ଼ିଓଟିକୁ ନିଶ୍ଚୟ ଲାଇକ୍ କରନ୍ତୁ। ଏହି ସିନ୍ଦୁର ମୋହିନୀ ନିମନ୍ତେ ଆପଣଙ୍କୁ କିଛି କଥା ଧ୍ୟାନ ଦେବାକୁ ପଡ଼ିବ। ଯଦିଚ ଆପଣଙ୍କ ଗାଁରେ କୌଣସି ଦେବାଦେବୀଙ୍କର ପୂଜା କରାଯାଏ କିମ୍ବା ଆପଣଙ୍କ ଗାଁର ଇଷ୍ଟ ଦେବାଦେବୀଙ୍କୁ ପୂଜା କରାଯାଏ, ତାହେଲେ ଆପଣ ସେହି ଦେବାଦେବୀର ତାହାରି କ'ଣ କି ସିନ୍ଦୁର ଆପଣ ଆଣିବାକୁ ପଡ଼ିବ। କିଛି ମାତ୍ରାରେ ଆପଣ ସିନ୍ଦୁର ଆଣନ୍ତୁ, ତାହାପରେ ସେହି ସିନ୍ଦୁରଟିକୁ ରଖନ୍ତୁ ଏବଂ ଗୋଟିଏ ଦୀପ ଜାଳନ୍ତୁ ଏବଂ ଆପଣଙ୍କ ମୋବାଇଲ ସ୍କ୍ରିନରେ ଯେଉଁ ମନ୍ତ୍ରଟି ଶୋ ହେଉଛି ତାହାକୁ ଆପଣ କେବଳ 7 ଥର ଉଚ୍ଚାରଣ କରନ୍ତୁ ବା ପଢ଼ନ୍ତୁ। ତାହାପରେ ସେହି ସିନ୍ଦୁର ଉପରେ କେବଳ 3 ଥର ଫୁଙ୍କ ମାରନ୍ତୁ। ତାହାପରେ ସେହି ସିନ୍ଦୁରଟି ଆପଣ ଯେକୌଣସି ଜାଗାକୁ ଯିବା ପୂର୍ବରୁ ନିଜ ମଥାରେ ଆପଣ ଲଗାଇ ଦିଅନ୍ତୁ ବା ତିଲକ ଲଗାନ୍ତୁ ଏବଂ ଯୁଆଡ଼େ ମଧ୍ୟ ଆପଣ ଯିବେ ସେଥିରେ ଯେକୌଣସି ଝିଅ, ଯେକୌଣସି ପୁଅ, ଯେକୌଣସି ବ୍ୟକ୍ତି ମଧ୍ୟ ଆପଣଙ୍କୁ ଦେଖିବେ, ସେହି ବ୍ୟକ୍ତି ଆପଣଙ୍କଠାରେ ନିଶ୍ଚୟ ମୋହିତ ହେବେ। ବନ୍ଧୁଗଣ ଏହା ବହୁତ ଥର ପରୀକ୍ଷା ମଧ୍ୟ କରାଯାଇଛି, ଅନେକ ଲୋକ ମଧ୍ୟ ସଫଳ ହୋଇଛନ୍ତି। ତାହାପରେ ଏକା ମୁଁ ଆପଣମାନଙ୍କୁ କହୁଛି ବା ଜଣାଉଛି, ଯଦି ଆପଣଙ୍କ ମନରେ ଶ୍ରଦ୍ଧା ଓ ବିଶ୍ୱାସ ଅଛି ତାହେଲେ ଆପଣ କରନ୍ତୁ। ଯଦି ଆପଣଙ୍କ ମନରେ ଶ୍ରଦ୍ଧା ଓ ବିଶ୍ୱାସ ନାହିଁ ତାହେଲେ ଆପଣ ଏହା କଦାପି କରନ୍ତୁ ନାହିଁ, କାରଣ ମନ୍ତ୍ର ଯନ୍ତ୍ର ତନ୍ତ୍ରରେ କୌଣସି ଜବରଦସ୍ତି ହୋଇନଥାଏ। ଯେମିତି ଭଗବାନଙ୍କୁ ଆମେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ପୂଜା କରିଥାଉ, ସେହିପରି ମନ୍ତ୍ର ଯନ୍ତ୍ର ତନ୍ତ୍ର ମଧ୍ୟ ଭଗବାନଙ୍କ ସ୍ୱରୂପ ଅଟେ। ତ ଯଦି ଆପଣ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଶ୍ରଦ୍ଧା ଓ ବିଶ୍ୱାସର ସହିତ ନିଶ୍ଚୟ କରନ୍ତୁ। ଯଦିଚ ଆପଣ ନିଜେ କରିପାରୁନାହାନ୍ତି ତାହେଲେ ଆପଣମାନଙ୍କ ପାଇଁ ଗୋଟିଏ ସୂଚନା। ଯଦିଚ ଆପଣ ସମସ୍ତଙ୍କୁ ସର୍ବଜନ ବଶୀକରଣ ତାବିଜ ଦରକାର ଅଛି ତାହେଲେ ଆମଠାରୁ ନିଶ୍ଚୟ ନେଇପାରିବେ। ତାବିଜର କାମ ସବୁ କ'ଣ ରହୁଛି? ସର୍ବଜନ ବଶୀକରଣ, ସର୍ବକାର୍ଯ୍ୟ ସିଦ୍ଧି, ସର୍ବମୋହିନୀ, ସ୍ୱାମୀ ବଶୀକରଣ, ସ୍ତ୍ରୀ ବଶୀକରଣ, ବେପାର ବୃଦ୍ଧି, ଶତ୍ରୁ ବଶୀକରଣ, ମୋହିନୀ ବଶୀକରଣ, ପ୍ରେମ ସମସ୍ୟା, ବିବାହ ସମସ୍ୟା, ଚାକିରି ସମସ୍ୟା, କୋର୍ଟ କଚେରୀ ସମସ୍ୟା, ଭୂତ ପ୍ରେତଠାରୁ ରକ୍ଷା, ଧନ ବୃଦ୍ଧି ଏବଂ ନବଗ୍ରହ ପାଇଁ ଏହି ତାବିଜଟି କାମ କରିଥାଏ। ଯେଉଁ ତାବିଜଟି ଆପଣଙ୍କୁ ଦିଆଯିବ, ଆପଣଙ୍କ ମୋବାଇଲ ସ୍କ୍ରିନରେ ଯେଉଁ ସବୁ ଚେରିମୂଳି ଶୋ ହେଉଛି ଏହି ସବୁ ଭର୍ତ୍ତି କରିକି ଆପଣଙ୍କୁ ସେହି ତାବିଜଟି ଦିଆଯିବ। ଏହି ତାବିଜ ନେବାକୁ ହେଲେ ଆପଣ ପ୍ରଥମେ ପଇସା ପଠାଇବାକୁ ପଡ଼ିବ। ଫୋନ୍ପେ ହେଉ, ଗୁଗୁଲ ପେ ହେଉ କିମ୍ବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଆପଣ ପଇସା ପଠାଇବେ। ତାହାପରେ ଆପଣଙ୍କୁ ଆଡ୍ରେସ୍ ଆମକୁ ହ୍ୱାଟ୍ସଆପ୍ରେ ଦେବେ, ଆମେ ଆପଣଙ୍କୁ ବାଇ ପୋଷ୍ଟ ମାଧ୍ୟମରେ ପଠାଇଦେବୁ, ଯାହା କେବଳ 7ରୁ 8 ଦିନ ଭିତରେ ଆପଣଙ୍କ ପାଖକୁ ଏବଂ ଆପଣଙ୍କ ଘରକୁ ପହଞ୍ଚିଯିବ। ଏହି ତାବିଜ 2 ପ୍ରକାର ଅଛି, ଗୋଟିଏ ଅଛି ଅଷ୍ଟଧାତୁର 2000 ଟଙ୍କା ଏବଂ ଆଉ ଗୋଟିଏ ଅଛି ଯାହା ଆପଣଙ୍କ ମୋବାଇଲ ସ୍କ୍ରିନରେ ଯେଉଁଟା ଶୋ ହେଉଛି ଏହା 1000 ଟଙ୍କା। ଯେଉଁ ତାବିଜ ମଧ୍ୟ ଆପଣଙ୍କୁ ଦରକାର ଅଛି ଏହି ନମ୍ବରରେ ସାଙ୍ଗେ ସାଙ୍ଗେ ଆପଣ ଯୋଗାଯୋଗ କରନ୍ତୁ ଏବଂ ଆମଠାରୁ ସର୍ବଜନ ବଶୀକରଣ ତାବିଜ ଅର୍ଡ଼ର କରିକି ପାଆନ୍ତୁ।